ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆପଣମାନେ ତ ଦେଖିଥିବେ ମୁଁ ପୂର୍ବ ଭିଡ଼ିଓରେ କହିଥିଲି ଆମେ ଆସୁଛେ ଗୋଟେ ସାଉଥ ଇଣ୍ଡିଆନ୍ ଟ୍ରିପ୍ରେ। ସେଥିପାଇଁ ଆମେ ଆଜି ଆସି ପହଞ୍ଚି ଯାଇଛେ କଲିକତା ଏୟାରପୋର୍ଟରେ। କଲିକତା ଏୟାରପୋର୍ଟରେ ଆମେ ପହଞ୍ଚି ଯାଇଛେ। ଦେଖନ୍ତୁ ସାଙ୍ଗମାନେ, କଲିକତା ଏୟାରପୋର୍ଟ ଆମର କେତେ ବଡ଼, ଆଉ ଆମ ଗେଲିମାରେ ତାର ଖେଳିବାରେ ଚାଲିଛି। ମୁଁ ତ ଫାର୍ଷ୍ଟ ଟାଇମ୍ ଆସିଲି ଏୟାରପୋର୍ଟକୁ ଫ୍ଲାଇଟ୍ରେ ବି ବସିନି, ଫାର୍ଷ୍ଟ ଟାଇମ୍ ବସିମି। ଆଉ ବହୁତ ଏକ୍ସାଇଟେଡ୍ ଥିଲି, ଆଉ ବହୁତ ଖୁସି ବି ଥିଲି। ଆଉ ଆମ ଗେଲିରେ ତାର ଖେଳ ଚାଲିଛି। ଆଉ ଆମେ ଏଠି ବୋର୍ଡିଂ ପାସ୍ ପାଇଁ ଯିବା। ମୁଁ ଏଠି ଟିକେ ଭିଡ଼ିଓ କରିଦେଲି ଯେ ଆମେ ପହଞ୍ଚିଗଲେ ଆସିକି କଲିକତା ଏୟାରପୋର୍ଟରେ। ଆଉ ଚାଲନ୍ତୁ ସାଙ୍ଗମାନେ ଆଗକୁ ବଢ଼ିବା ବୋର୍ଡିଂ ପାସ୍ ପାଇଁ, କାହିଁକି କାମ ସରିଦେଲେ ଟିକେ ଟେନସନ୍ ଫ୍ରି ହେବ। କାହିଁକି ଆମର ଯେହେତୁ ଫାର୍ଷ୍ଟ ଟାଇମ୍ ଫ୍ଲାଇଟ୍, ସେଥିପାଇଁ ବହୁତ ଟେନସନ୍ ଲାଗୁଥିଲା ଆଉ ନର୍ଭସ୍ ବି ଥିଲେ କେମିତି କ'ଣ ହେବ। କିଛି ଟେନସନ୍ ନେବାର ନାହିଁ, ବହୁତ ହି ସିମ୍ପଲ୍। ମାନେ ଆମର ଆଇଡି ପ୍ରୁଫ୍ ଆଉ ଆମର ଟିକଟଟା ଯେଟା ହେଇଛି ସେଇଟା ଦେଖେଇଲେ ଆମର ବୋର୍ଡିଂ ପାସ୍ ହେଇଯିବ, ଆରାମସେ ହେଇଯିବ। କିଛି ବି ହଇରାଣ ହେବାକୁ ନାହିଁ। ଫ୍ଲାଇଟ୍ରେ ସମସ୍ତେ ଡରନ୍ତି ଯେ କେମିତି କ'ଣ ହେବ, କେମିତି ଯିବା କିସ କରିବା। ଆମର ବି ବହୁତ ଟେନସନ୍ ଥିଲା, କେମିତି କ'ଣ ଯିବା, କ'ଣ କରିବା। ସେଥିପାଇଁ ଆମେ ଟିକେ ଶୀଘ୍ର ପଳେଇ ଆସିଥିଲୁ ଟାଇମ୍ରୁ। ମାନେ ଆମର ଥିଲା ଫ୍ଲାଇଟ୍ ଥିଲା 8ଟା ବେଳକୁ, 8:25ରେ ଥିଲା। ଆମେ ଆସି ଯାଇଥିଲୁ 6ଟା ବେଳକୁ ଆସି ଏଣ୍ଟ୍ରି କରିଯାଇଥିଲୁ। ଏଠି ଆମର ଲଗେଜ୍ 2ଟା ଥିଲା, ଯେହେତୁ ଲଗେଜଟା ଏଠି ଦେଇଦେଲେ ଆମର ମିଳିବ। ଆମର ଯେହେତୁ କନେକ୍ଟିଭ୍ ଫ୍ଲାଇଟ୍, ସେଥିପାଇଁ ହେଉଛୁ ଏଠୁ ଆମେ କଲିକତାରୁ ହାଇଦ୍ରାବାଦ ଯିବା, ହାଇଦ୍ରାବାଦରୁ ମଦୁରାଇ, 2ଟା ଫ୍ଲାଇଟ୍ ଚେଞ୍ଜ କରିକି ଯାଇତେ ହେବ। ସେଥିପାଇଁ ଆମର ଲଗେଜ୍ ଏଇଠି ଦେଇଦେଲୁ। ଏଇଠି ଦେଲୁ ଯାଇକି ପାଇବା ଆମର ମଦୁରାଇ ଏୟାରପୋର୍ଟରୁ। ସେଥିପାଇଁ ଆମର 2ଟା ଲଗେଜ୍ ଦିଆ ହେଇଗଲା। ଲଗେଜ୍ ଆମର ପଳେଇଲା, ଦେଖନ୍ତୁ ଗୋଟେ ସାନଟା ଗଲା, ତାପରେ ଏଇଟା ପଛଟା ବଡ଼ଟା ଗଲା। ଆମର ବ୍ୟାଗ୍ ଦେଇଦେଲୁ ଏଠୁ, ଆଉ ମାନେ ବ୍ୟାଗ୍ର କିଛି ଟେନସନ୍ ନାହିଁ। ତାପରେ ଆମର ବୋର୍ଡିଂ ପାସ୍ ଏଠି ମିଳିଗଲା। ଦେଖନ୍ତୁ ଫାର୍ଷ୍ଟ ଟାଇମ୍ ହାତକୁ ଆସିଲା ବୋର୍ଡିଂ ପାସ୍, ବହୁତ ହି ଖୁସି ଲାଗୁଥିଲା। ଆଉ ଇଣ୍ଡିଗୋରେ ଆମର ଫ୍ଲାଇଟ୍ ବୁକ୍ ହେଇଛି। ଚାଲନ୍ତୁ ଯିବା ଆମର ଫ୍ଲାଇଟ୍ ପାଖକୁ। କଲିକତା ଏୟାରପୋର୍ଟଟା ତ ବହୁତ ବଡ଼ଟା। ଆଉ ଆମର ଫ୍ଲାଇଟ୍ ଥିଲା 106 ନମ୍ବର ଗେଟ୍ରେ। ସେଥିପାଇଁ ଆମେ 106 ନମ୍ବର ଗେଟ୍କୁ ଯିବା ଏବେ। ଦେଖନ୍ତୁ ସାଙ୍ଗମାନେ, ଆମର ଏଠି ଦେଖାଉଛୁ କେ ଟାଇମ୍ର ଅଛି କେ ଫ୍ଲାଇଟ୍, ଇଣ୍ଡିଗୋ ସବୁ ଅନ୍ୟାନ୍ୟ ଇଏର ଫ୍ଲାଇଟ୍ ସବୁ ଦେଖାଉଛି କେତେବେଳେ ଅଛି। ଏଠି ଦେଖନ୍ତୁ ସାଙ୍ଗମାନେ, ଆମର ବ୍ୟାଗ୍, ମାନେ ସେଠି ତ ବ୍ୟାଗ୍ ଲଗେଜ୍ ଦେଇଦେଲେ, ଆଉ ଆମ ସାଙ୍ଗରେ ଯେ ମାନେ ଆଣିଥିଲେ ଲଗେଜ୍ ନୁହେଁ, ସେଟା ହ୍ୟାଣ୍ଡ ବ୍ୟାଗ୍ କୁହାଯିବ। ହ୍ୟାଣ୍ଡ ବ୍ୟାଗ୍ ସେଟା ଚେକିଂ ହେଇଗଲା। ମୋବାଇଲ ସବୁ, ମାନେ ସବୁ କିଛି ଇଲେକ୍ଟ୍ରୋନିକ୍ ଜିନିଷ ଚେକ୍ କଲେ ସେମାନେ। ଆଉ ଚେକ୍ କରିସାରିଲା ପରେ ଆମକୁ ଏଣ୍ଟ୍ରି କରେଇଲେ। ଏଠି ଆମର ସବୁ ସପିଂ ପାଇଁ ଜିନିଷ ସବୁ ଅଛି, ବହୁତ ଏକ୍ସପେନ୍ସିଭ୍। କିଛି ବି ହାତ ବି ମାରି ହେବନି, ଏମିତି ରେଟ୍ ଅଛି। ମାନେ ବାହାରେ ଯେଉଁଟା 100 ଟଙ୍କା, ଏଠି ତାଙ୍କର 1000 ଟଙ୍କାରେ ବିକ୍ରି କରୁଛନ୍ତି। ସେଥିପାଇଁ ଆମେ କିଛି ବି ଦେଖିଲୁନି, ଖାଲି ଟିକେ ଏମିତି ବୁଲି ଆସିଲୁ। ଗେଲି ଯେହେତୁ ଜିଦି କରୁଥିଲା ସେଇପଟେ ଯିବା ପାଇଁ, ଆସିକି ଆମେ ଏଠି ପହଞ୍ଚିଗଲୁ। ଆମର ଫ୍ଲାଇଟ୍ ସବୁ ଯେଉଁଠି ଅଛି ଲ୍ୟାଣ୍ଡିଂ କରୁଛୁ, ଯେଠି ଇଏ ହେଉଛୁ ସେଇଠି ପହଞ୍ଚିଗଲୁ। କାହିଁକିନା ଆମ ଗେଲିମା ଟିକେ ଦେଖିବ,
ଦେଖିନି ଫାଷ୍ଟ ଟାଇମ୍ ତ, ସେଥିପାଇଁ ବହୁତ ଖୁସି ଲାଗୁଥାଏ। ଏଠି ସବୁ ବସ୍ ମାନେ ଆସୁଛି ଯାଉଛି, ଏଇଆ ସବୁ ଦେଖିବା ଟିକେ। ଆଉ ଆମେ ଯେହେତୁ ସକାଳୁ କିଛି ବ୍ରେକଫାଷ୍ଟ କରିନୁ, ସେଥିପାଇଁ ଆମେ ସାଙ୍ଗରେ ଟିକେ ବିସ୍କିଟ୍ ଆଣିଥିଲୁ। ଏଇଠି ବସିକି ବିସ୍କିଟ୍ ଆଉ ଟିକେ ପାଣି ପିଇଦେଲୁ। ପିଇ ସାରିଲା ପରେ ଆମର 106 ନମ୍ବର ଗେଟ୍ ଅଛି ଆମର ଫ୍ଲାଇଟ୍ରେ ଯିବା ପାଇଁ। ଟାଇମ୍ ତ ହୋଇନାହିଁ, ସେଥିପାଇଁ ଏଇଟା ଦେଖନ୍ତୁ 22 ନମ୍ବର ଗେଟ୍ ପାଖରେ ଆମେ ଏବେ ଅଛୁ। ସବୁ ଲେଖା ହେଇଛି, କିଛି ବି ହଇରାଣ ହବାକୁ ପଡ଼ିବନି, ସେଥିପାଇଁ ହଉଛୁ କିଛି ବି ଅସୁବିଧା ନାହିଁ। ସବୁ ଲେଖା ହେଇଛି କୋଉଠି କିସ ଅଛି କିସ ନାହିଁ। ଏଠି ସବୁ ଛୁଆମାନଙ୍କର କିଟ୍ ଜୋନ୍, ଏଟା ଛୁଆମାନଙ୍କର ସବୁ ଜିନିଷ। ଆମ ଗେଲିମା ତ ବହୁତ ଜିଦି କରୁଥିଲା ଏଠିକି ଯିବା ପାଇଁ। ଏଇଠି ଗଲା ମାନେ ସେ କିଛି ନା କିଛି ଆଣିଥାନ୍ତା, ସେଥିପାଇଁ ଆମେ ଏଠିକୁ ନେଲୁନି ତାକୁ। ଆମେ ଆଗକୁ ବଢ଼ିଲୁ। 22 ପରେ 23 ନମ୍ବର 24 ଏମିତି ଗେଟ୍ ଅଛି। ଏପଟେ ଦେଖନ୍ତୁ ଲେଫ୍ଟରେ ଲେଖା ହେଇଛି 101ରୁ 109 ଗେଟ୍ ନମ୍ବର। ଏପଟେ ଅଛି ଲିଫ୍ଟରେ ଯିବା ପାଇଁ ପଡ଼ିବ। ଆମେ ସେଇଠିକୁ ଚାଲିଗଲୁ। ସେଇଠି ଯାଇକି ବସିଲେ କାହିଁକିନା ଆମକୁ ଟିକେ ସୁବିଧା ହେବ। ଆମେ ଯେହେତୁ ନୂଆ ଫ୍ଲାଇଟ୍ରେ ବସିବା, ନୂଆ ଫାଷ୍ଟ ଟାଇମ୍, ସେଥିପାଇଁ ଆମେ ଶୀଘ୍ର ଯାଇକି ଟିକେ ଆମ ଗେଟ୍ ପାଖରେ ରହିଯାଇଥିଲୁ, ମାନେ ବସିଥିଲୁ। ଆଉ ଟାଇମ୍ ତ ହେଇନଥିଲା। ଦେଖନ୍ତୁ ସାଙ୍ଗମାନେ, ଆମର ଏଠି ଆସିକି ପହଞ୍ଚିଗଲେ 105 ନମ୍ବର ଗେଟ୍, ତାପରେ 106 ନମ୍ବର ଗେଟ୍ରେ। କାହିଁକିନା ଟାଇମ୍ ହେଇଗଲା। ଆଉ ଆଲାଉନ୍ସ ତ ନାହିଁ, ସେଠି ଦେଖେଇବ, ମାନେ ସେ ଯେ ଇଏ ଲେଖା ହେଇଛି ସେଇଠି ଦେଖେଇବ। ଆମର ଟାଇମ୍ ହେଇଗଲା। ଆମର ବସ୍ ମଧ୍ୟ ଆସିଗଲା। ଏଇ ବସ୍ରେ ଯିବା ଫ୍ଲାଇଟ୍ ପାଖକୁ। ବହୁତ ଭିଡ଼ ଥିଲା, ମାନେ ବସ୍ଟା। ଏଠି ଟିକେ ଫ୍ଲାଇଟ୍ ପାଖରେ ମାନେ ବସ୍ରୁ ଓହ୍ଲେଇକି ଏଠି ଟିକେ ଫଟୋ ଉଠେଇଲା। ତାପରେ ଆମେ ଯିବା ଫ୍ଲାଇଟ୍ ଅଭିମୁଖେ ଯିବା। ଆମର ଚାଲିଲେ ଗେଲିମାର ବାପାଙ୍କର ସମସ୍ତେ ଚାଲିଲେ ଉପରକୁ। ସ୍ମାଇଲ୍ ଦେଇ ଦେଇ ଚାଲିଛନ୍ତି ଉପରକୁ। ଫ୍ଲାଇଟ୍ ଭିତରକୁ ଯିବା। ଫ୍ଲାଇଟ୍ ଉପରୁ ଦେଖନ୍ତୁ ତଳର ଦୃଶ୍ୟଟା କେମିତି ଦେଖାଯାଉଛି। ଫ୍ଲାଇଟ୍ଟା ଦେଖାଯାଉଛି କେତେ ବଡ଼, କିନ୍ତୁ ଆମେ ଆକାଶରେ ଯେତେବେଳେ ଦେଖୁ ପୁରା ଛୋଟଟେ, ମାନେ ଛୋଟ ଚଢ଼େଇ ଭଳିଆ ଦେଖାଯାଏ। ମାନେ ଆ ଭିତରେ ଦେଖନ୍ତୁ କେତେ ସିଟ୍, ମାନେ 200ଟା ସିଟ୍ ତ ଅଛି। ମାନେ 200 ଜଣ ଲୋକ ଯିବେ ଆ ଭିତରେ।
ଆକାଶରୁ ଦେଖାଯାଏ ପୁରା ଛୋଟ ଚଢ଼େଇ, ଆଉ ଭିତରେ ଦେଖନ୍ତୁ କେତେ ବଡ଼। ଭିତରକୁ ଗଲା ପରେ କିଛି ବି ଜଣା ପଡ଼ିବନି ଫ୍ଲାଇଟ୍ରେ ବସିଛି କେଉଁଠି ବସିଛୁ, ଖାଲି ଝରକା ବାଟିଆ ଦେଖିଲେ ହଉଛୁ ମାନେ ଜଣା ହେଇଯିବ ଯେ ଭିତରେ କିଛି ବି ଲାଗିବନି ଯେ ଫ୍ଲାଇଟ୍ରେ ବସିଛୁ କି ବସ୍ରେ ବସିଛୁ, ମାନେ ବସ୍ ଭଳିଆ ପୁରା ସିଟ୍ ପୁରା ହେଇଛି ବସ୍ ଭଳିଆ। ଉପରେ ଆମର ଦେଇଛି ବସ୍ ଭଳିଆ, ଯେମିତି ବସ୍ରେ ଆମେ ରଖେ ବ୍ୟାଗ୍ ସେଠି ରଖିବା। ସେଠି ଆମେ ସମସ୍ତେ ବସିଗଲେ ଆମର ବାପ ଝିଅ ଆଉ ତାଙ୍କର ଜେଜେମା ବସିଲେ ତିନି ଜଣ ତିନିଟା ସିଟ୍ରେ। ଆଉ ମୋର ଆଗର ବସିଥିନି ମୁଁ, ଯେହେତୁ ଆମର 4 ଜଣଙ୍କର ସିଟ୍ ହେଇଥିଲା, ଆଉ 4 ଜଣକାର ହଉଛୁ ତ ସମାନରେ ବସି ହବନି ନା, ସେଥିପାଇଁ ଆଗ ପଛ ହେଇକି ବସିଲେ। ଏଠି ଆମର ଦେଖନ୍ତୁ ଆକାଶରେ ଚାଲିଛି ଫ୍ଲାଇଟ୍ଟା, କିନ୍ତୁ ଜଣା ପଡୁନି ଯେ ଫ୍ଲାଇଟ୍ଟା ଯାଉଛି କି ଠିଆ ହେଇଛି, କିନ୍ତୁ ଚାଲିଛି ଫ୍ଲାଇଟ୍ଟା। ସକାଳୁ ଯେହେତୁ ମାନେ ଫ୍ଲାଇଟ୍ଟା ଚାଲିଛି ଆକାଶରେ, ସେଥିପାଇଁ ଖରା ବି ଏତେ ବାହାରିନି ନା, ଏତେ ଜଣା ପଡୁନି। ମାନେ ଜଣା ପଡୁଛି ଯେ ଖାଲି ଠିଆ ହେଇଛି, ମାନେ ଗୋଟେ ଜାଗାରେ ଠିଆ ହେଇଛି ସେମିତି ଲାଗୁଛି। ଆଉ ତଳେ ଦେଖନ୍ତୁ ସାଙ୍ଗମାନେ ମାନେ କେମିତି ଦେଖା ହଉଛି, ପୁରା କିଛି ବି ଦେଖା ଯାଉନି, ଖାଲି ରାସ୍ତା ଦେଖା ଯାଉଛି, ଘର ବି ସୁଦ୍ଧା ଟିକେ ବି ଦେଖା ଯାଉନି। ସକାଳ ଯେହେତୁ କୁହୁଡ଼ା ଟିକେ ଟିକେ ହେଇଛି, ସେଥିପାଇଁ ଧୂଆଁ ଧୂଆଁ ଦେଖା ଯାଉଛି। ଦେଖନ୍ତୁ ସାଙ୍ଗମାନେ ଆମର ଏଠି ଆସି ପହଞ୍ଚିଗଲେ ହାଇଦ୍ରାବାଦ ଏୟାରପୋର୍ଟରେ। ଆମର ଫ୍ଲାଇଟ୍ଟା ଲ୍ୟାଣ୍ଡିଂ କଲା, ସିଗ୍ନାଲ ଦଉଛନ୍ତି ଠିଆ ହେଇକି ତଳେ। ସମସ୍ତେ ବାହାରି ଗଲେଣି, ଆମେ ଏଠି ବସିଛେ। ଫ୍ଲାଇଟ୍ରେ ଯେହେତୁ ଫାଷ୍ଟ ଟାଇମ୍, ସେଥିପାଇଁ ଆମ ଗେଲିମାର ଆଉ ତା ବାପାଙ୍କର ମଜାମସ୍ତି ଚାଲିଛି। ସମସ୍ତେ ଫାଙ୍କା ହେଇଗଲେଣି, ମାନେ ଭିଡ଼ ଥିଲା ଯେହେତୁ ଯାଉଛନ୍ତି ଓହ୍ଲେଇକି। ଆମେ ଭାବିଲେ ଟିକେ ୱେଟ୍ କରିବା ଆଉ ଲାଷ୍ଟରେ ଯିବା। ଆଉ ସମସ୍ତେ ଖାଲି ହେଇଗଲାଣି, ଖାଲି ଗୋଟେ ହିଁ ପରିବାର ଥିଲେ, ମାନେ ଆମ ସାଙ୍ଗରେ ସେମାନେ ବସିଥିଲେ। ଚାଲନ୍ତୁ ଯିବା ତଳକୁ, ଫ୍ଲାଇଟ୍ରୁ ଓହ୍ଲେଇକି ଏବେ ୱେଟ୍ କରିବା ଆଉ ଗୋଟେ ଫ୍ଲାଇଟ୍ ପାଇଁ। ଆଉ ଗୋଟେ ଫ୍ଲାଇଟ୍ ଆମର ଘଣ୍ଟେ ପରେ ଅଛି, ଏଇଟା ମାନେ ହାଇଦ୍ରାବାଦରୁ ମଦୁରାଇ ଯେଟା, ସେଇଟା ଓହ୍ଲେଇଲୁ। ଫାଇନାଲି ଗୋଟେ ଫ୍ଲାଇଟ୍ ଚେଞ୍ଜ କରିକି ଆମେ ଚାଲିଲୁ ଆଉ ଗୋଟେ ଫ୍ଲାଇଟ୍ ପାଇଁ। ଆଉ ଗୋଟେ ଫ୍ଲାଇଟ୍ ତ ଘଣ୍ଟେ ପରେ ଅଛି, ଟିକେ ୱେଟ୍ କରିବା ଆଉ କିଛି ନାସ୍ତା ମଧ୍ୟ କରିବା। ଆମର ଆସିଗଲା ବସ୍, ଆସିଗଲା ଯିବା ପାଇଁ ଏୟାରପୋର୍ଟ ଭିତରକୁ ଯିବା ପାଇଁ ଆସିଗଲା ଆମର ବସ୍ଟା। এই ବସ୍ଟା କିନ୍ତୁ ଫାଙ୍କା ଥିଲା, ସେଟା ଯେତେବେଳେ ଆସିଲେ ଏଟା ଭିଡ଼ ଥିଲା। ଏଇଠି ଆମେ ଟିକେ ଏଇଟା ହଉଛୁ ଆମର ହାଇଦ୍ରାବାଦ ଏୟାରପୋର୍ଟରେ ହଉଛୁ ଆମେ ବସିଛୁ ଟିକେ। ଏଠି ଟିକେ ନାସ୍ତା କଲୁ, ରେଷ୍ଟ ନେଉଛନ୍ତି ସବୁ ଲୋକମାନେ। ନାସ୍ତା କଲୁ ଯେହେତୁ ଆମେ ସକାଳୁ ସେଇ ବିସ୍କିଟ୍ ଟିକେ ଖାଇଥିଲୁ, ଏଠି ବି ସେଇ ବିସ୍କିଟ୍ ଖାଇଲୁ ଟିକେ ନାସ୍ତା କରିକି। ପାଣି ପିଇଲୁ। ଆମ ଗେଲିମାର ଚାଲିଛି ବଦମାସି, ସେମାନେ ଟିକେ ବସୁନାହିଁ। ଆମର ଏଠି ଚାଲିଛି ମୋବାଇଲ ଦେଖିବା, ମୋବାଇଲ ଦେଖା ଚାଲିଛି। ତାଙ୍କର ଯେଇଠି ବସିଲେ ସେଇଠି ମୋବାଇଲ ଦେଖିବେ, ଆଉ ତାଙ୍କର କିଛି କାମ ନାହିଁ। ଏଠି ଦେଖନ୍ତୁ ସାଙ୍ଗମାନେ, ଏଠି ସବୁ ଲୋକମାନେ ଆସିକି ଫ୍ଲାଇଟ୍ଟାକୁ ଦେଖୁଛନ୍ତି, ମାନେ ଫାଷ୍ଟ ଟାଇମ୍ ଆସିଥିବେ, ସେଥିପାଇଁ ସେମାନେ ଏକ୍ସାଇଟେଡ୍ ହେଇକି ସବୁ ରାଜସ୍ଥାନରୁ ଆସିଛନ୍ତି ବୋଧେ, ସେଥିପାଇଁ ମାନେ ଶାଢ଼ୀ ଦେଖନ୍ତୁ କେମିତି ଅଲଗା ଟାଇପ୍ର ପିନ୍ଧିଛନ୍ତି। ଆଉ ତାଙ୍କର
ରେଷ୍ଟୁରାଣ୍ଟକୁ ମାନେ ସ୍ନାକ୍ସ ରେଷ୍ଟୁରାଣ୍ଟକୁ ଯାଇ ହେବନି କି ଚାହିଁ ହେବନି, ଏତେ ଦାମ। ମାନେ ଗୋଟେ ଗୋଟେ ବର୍ଗରର ଦାମ ଅଛି 300 350। ଆମର ଯେ ଏପଟେ 50 ଟଙ୍କା 100 ଟଙ୍କା, ତାଙ୍କର ସେପଟେ ସେପଟେ ନାହିଁ, ଖାଲି ମାନେ ଏୟାରପୋର୍ଟ ଭିତରେ ହିଁ ଏତେ ଦାମ। ଦେଖନ୍ତୁ ପ୍ରାଇସ୍ ବି ଲେଖା ହେଇଛି 200 କେତେ ଟଙ୍କା 300 କେତେ ଟଙ୍କା ଏମିତି। ଆମର ଏବେ ଟାଇମ୍ ହେଇଗଲା, ସେଠି ଆନାଉନ୍ସ କଲେ ଯେ ଆଉ ଗୋଟେ ଫ୍ଲାଇଟ୍ ପାଇଁ, ସେଥିପାଇଁ ଆମେ ଚାଲିଲୁ ଫ୍ଲାଇଟ୍ ପାଇଁ। ଏଟା ଆମର ଲାଷ୍ଟ ଫ୍ଲାଇଟ୍। ଆଉ ଜୀବନରେ କେବେ ଭାଗ୍ୟରେ ଥିବ ଯଦି ଆଉ ଥରେ ବସିବା ପାଇଁ ମିଳିବ ଫ୍ଲାଇଟ୍ରେ। ଏଟା ହେଉଛି ଆମର ହାଇଦ୍ରାବାଦରୁ ମଦୁରାଇ ଫ୍ଲାଇଟ୍ଟା। ଏଠି ଆମେ ପହଞ୍ଚିଗଲୁ ଆସିକି ମଦୁରାଇ ଏୟାରପୋର୍ଟରେ। ମାନେ ସମୟ ଜଣା ପଡ଼ୁନି, ଘଣ୍ଟେ ଭିତରେ ଆସିକି ପହଞ୍ଚିଗଲେ। ଫାଷ୍ଟ ଫ୍ଲାଇଟ୍ଟା ଥିଲା 2 ଘଣ୍ଟା, ଏଟା ହେବ ଘଣ୍ଟେ। ଏଠି ମଦୁରାଇରେ ଆମର ଲଗେଜ୍ ଏଠି ଆସିବ। ଆମେ ଯେ ଦେଇଥିଲୁ କଲିକତାରୁ, ଏଠି ଆସିକି ପହଞ୍ଚିଯିବ ମଦୁରାଇରେ। ନେଇ ସାରିଲା ପରେ ଆମେ କୁଆଡ଼େ ଯାଉଛୁ ଦେଖିବ ଆଉ ଗୋଟେ ନେକ୍ସଟ ଭିଡ଼ିଓରେ। ରହୁଛି।